ତ ଫ୍ରେଣ୍ଡ ସିନ୍ଦୁର ଖେଳ ସିରିଏଲ ଆଗାମୀ ଅଧ୍ୟାୟରେ ଆପଣ ମାନେ ଦେଖିବା ପାଇଁ ପାଇବେ ଆନିର ମନ ବହୁତ ଦୁଃଖ ଅଛି ଓ ସେ ଦୁଃଖରେ ବେଡ ଉପରେ ବସିଛି। ସେତିକି ସମୟରେ ଅଂଶ ଆସି ଆନିକୁ କହୁଛନ୍ତି, ଆନି ବାବା ତୋର କଣ ହେଇଛି? ତୁ କାହିଁକି ଏମିତି ଦୁଃଖରେ ବସିଛୁ? କିନ୍ତୁ ଆନି କିଛି ବି କହୁନାହିଁ। ଅଂଶ ବହୁତ ଥର ପଚାରିବାରୁ ଆନି କହୁଛି, ବାପା ମୁଁ ତୁମକୁ ଗୋଟିଏ କଥା କହିବି ତ? ଅଂଶ କହୁଛନ୍ତି, କଣ ହେଲା କହ ବାବା। କଣ ହେଲା କହ? ସେ କହିବା ପାଇଁ ଚାହୁଁଥିଲା, ସେତିକି ସମୟରେ ଝିଲାପିକୁ ସେ ପଛ ଆଡୁ ଦେଖିଦେଲା, କିନ୍ତୁ ସେ କିଛି କହିପାରିଲା ନାହିଁ। କଣ ଆନି ଅଂଶକୁ ସବୁ କଥା କହିଦେବ କି କହିବନି? ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କଣ ହବ ଆପଣମାନେ ଜାଣିପାରିବେ। ତେବେ ଆନିର ମନ ବହୁତ ଦୁଃଖ ଅଛି ଓ ଅଂଶ ପଚାରୁଛି, କଣ ହୋଇଛି ବାବା? କିନ୍ତୁ ଆନି କହିବାକୁ ଯିବା ପୂର୍ବରୁ ଝିଲାପି ଆସି ଅଂଶର ପଛପଟେ ଛିଡା ହେଇଯାଇଛି। ତ ଆନି ଝିଲାପିକୁ ଦେଖିଦେଇଛି ଓ ସେ କିଛି କହିପାରୁନାହିଁ। ଏପଟେ ଅଂଶ ଏବଂ ମଲ୍ଲିକା ବାହା ହେବା ପାଇଁ ପୁରା ରେଡି ହେଇଯାଇଛନ୍ତି। ଦୁଇଜଣ ପୁରା ସଜବାଜ ହୋଇ ବାହାରିଛନ୍ତି। ସେତିକି ସମୟରେ ଅଂଶର ମା କହୁଛନ୍ତି, ମଲ୍ଲିକା ତୁ ଆଜି ବହୁତ ସୁନ୍ଦର ଦେଖାଯାଉଛୁ, ପୁରା ସ୍ୱର୍ଗର ଅପ୍ସରୀ ପରା ଦେଖାଯାଉଛୁ। ତ ମଲ୍ଲିକା ମଧ୍ୟ କଥା ଶୁଣି ବହୁତ ଖୁସି ହେଇଯାଉଛି। କହୁଛି, ମା ତୁମେ ମଧ୍ୟ ଆଜି ବହୁତ ସୁନ୍ଦର ଦେଖାଯାଉଛ। ତ ଦୁଇଜଣ ସାରା ଯାଉଛନ୍ତି ପୂଜା ରୁମକୁ ପ୍ରଣାମ କରିବା ପାଇଁ। କିନ୍ତୁ ଯେତେବେଳେ ସେମାନେ ପୂଜା ରୁମରେ ଯାଇ ପ୍ରଣାମ କରୁଛନ୍ତି ସେତେବେଳେ ସେ ଦୀପଟି ଲିଭି ଯାଉଛି। ତ ସେତିକି ସମୟରେ ପୁନିତର ମା କହୁଛନ୍ତି, ଆମ ଘରେ ଯୋଉ ଜଳୁଥିବା ଅଖଣ୍ଡ ଦୀପ କେବେ ଲିଭେ ନାହିଁ, କିନ୍ତୁ ଆଜି ତାହା ଲିଭିଗଲା। କଣ ଏହା ଅଶୁଭ ବୋଲି ସମସ୍ତେ ଜାଣିପାରିବେ କି ଜାଣିପାରିବେ ନାହିଁ? ତଥାପି କଣ ଅଂଶ ସହିତ ମଲ୍ଲିକାର ବାହାଘର ହବ ନା ବାହାଘର ଅଟକି ଯିବ? ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ ବେଲକୁ କ୍ଲିକ୍ କରିଦିଅନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଭିଡିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସକୁ ସେୟାର କରନ୍ତୁ।